ବିଜୁ ବାବୁଙ୍କର 109ତମ ଜୟନ୍ତୀ ପାଳନ ମହାକାଳପଡ଼ାରେ କରାଗଲା। ଏଥିରେ ବିଜୁ ବାବୁଙ୍କର ଆଦର୍ଶକୁ ମାନି ସମସ୍ତ କାର୍ଯ୍ୟକ୍ରମକୁ ବିଜୁ ପ୍ରେମୀମାନେ ଏବଂ ବିଜୁ ଜନତା ଦଳ କର୍ମୀମାନଙ୍କୁ କରିବା କାର୍ଯ୍ୟକ୍ରମ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଗଲା। এটা বড় দুঃখଦାୟକ କଥା, ଗୋଟେ ହୀନମନ୍ୟତାର କଥା। ଯେଉଁ ପ୍ରବାଦ ପୁରୁଷ ବିଜୁବାବୁ ଖାଲି ରାଜ୍ୟ ସ୍ତରରେ ନୁହନ୍ତି, ସେ ସାରା ଭାରତ ବର୍ଷକୁ ଆରମ୍ଭ କରି ବିଦେଶରେ ମଧ୍ୟ ତାଙ୍କର ନାଁ ଅଛି ଏବଂ ଦେଶ ପ୍ରତି ଜାତି ପ୍ରତି ତାଙ୍କର ତ୍ୟାଗ ଅଛି। ସେଭଳି ମହାନ ପୁରୁଷଙ୍କର ଯେଉଁ ବିଜୁ ଜୟନ୍ତୀ ବା ଯେଉଁ ପଞ୍ଚାୟତ ଦିବସ ତାଙ୍କର ଜନ୍ମତିଥିରେ ପାଳନ କରାଯାଉଥିଲା ସରକାର ସ୍ତରରେ, ତାକୁ କୃତ୍ରିମତା ସହକାରେ ସଂକୁଚିତ କରିଦେବାଟା ଗୋଟେ ନିନ୍ଦନୀୟ କଥା। ବିଜୁବାବୁଙ୍କ ଜନ୍ମଦିନ, ସେ ଆମର ନେତା, ଓଡ଼ିଶାବାସୀଙ୍କ ନେତା। ସାରା ଭାରତରେ ବିଜୁବାବୁଙ୍କୁ ନେଇକରି ଆମର ପରିଚୟ ସୃଷ୍ଟି ହେଇଛି। ଆନ୍ତର୍ଜାତିକ ସ୍ତରରେ ମଧ୍ୟ ମହାକାଳପଡ଼ା ବିଜୁ ଜନତା ଦଳ ତରଫରୁ ଆଜି এই ଯେଉଁ କାର୍ଯ୍ୟକ୍ରମ ହେଇଛି, ଆମେ ସମସ୍ତେ ସଂକଳ୍ପିତ ହେଇଛୁ ଯେ ବିଜୁବାବୁଙ୍କ ଆଦର୍ଶରେ କିଭଳି ଭାବରେ এই ଅଞ୍ଚଳର ବିକାଶ ହେଇପାରିବ, ସାଧାରଣ ଲୋକ ନ୍ୟାୟ ପାଇପାରିବେ, ସେଥିପାଇଁ ମହାକାଳପଡ଼ା ବିଜୁ ଜନତା ଦଳ ଲଢ଼େଇ ଜାରି ରଖିବ। ଶୁଣନ୍ତୁ, ଇଏ ଗୋଟେ ନିନ୍ଦନୀୟ ଘଟଣା। ଭାରତୀୟ ଜନତା ପାର୍ଟି ସରକାର ଚେଷ୍ଟା କରୁଛନ୍ତି ପଞ୍ଚାୟତରାଜ ଦିବସକୁ ଘୁଞ୍ଚେଇ ଦେଲେ। କଳିଙ୍ଗ ଫାଉଣ୍ଡେସନ ଯେଉଁ ପ୍ରାଇଜ ଦେଉଥିଲା, ୟୁନେସ୍କୋ କଳିଙ୍ଗ ପ୍ରାଇଜ, ତା ପାଇଁ ଅଂଶଧନ ଯେଉଁ ଭାରତ ସରକାର ଦେଉଥିଲେ ତାକୁ ୱିଥଡ୍ର କରିଦେଲେ। ଏଣ୍ଟରପ୍ରିନିୟର୍ସ ୱିକ୍ ଯେଉଁଟା ହେଉଥିଲା ତାକୁ ମଧ୍ୟ ବନ୍ଦ କରିଦେଲେ ରାଜ୍ୟ ସରକାର। Press the subscribe button to stay updated.